ପିଲାମାନେ ତିନି ତୁଣ୍ଡରେ ପ୍ରାବନ୍ଧିକ ହେଉଛନ୍ତି ଭୁବନେଶ୍ୱର ବେହେରା। ଆମେ ଦେଖିବା କେତେଗୁଡ଼ିଏ ଏମସିକ୍ୟୁ ପ୍ରଶ୍ନ, କାହିଁକି ନା ବହୁତ ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ପ୍ରଶ୍ନ। ପିଲାମାନେ ଏଇଠି ପ୍ରଥମ ପ୍ରଶ୍ନଟି ତମକୁ କରିକି ଦେଖାଇ ଦିଆହେଇଛି ଏବଂ ଦ୍ୱିତୀୟ ପ୍ରଶ୍ନରୁ ଆଉ ତମକୁ ଆନ୍ସର ଦେବାକୁ ପଡ଼ିବ ଲାଇଭ୍ ଚାଟ୍ ବକ୍ସରେ। ଠିକ୍ ଅଛି, ପ୍ରଥମ ପ୍ରଶ୍ନ ଏଇଠି ଯେ ପ୍ରାବନ୍ଧିକ ଭୁବନେଶ୍ୱର ବେହେରା ବୃତ୍ତିରେ କ'ଣ ଥିଲେ? ଶିକ୍ଷକ, ଡାକ୍ତର, ଇଞ୍ଜିନିୟର ନା ପ୍ରଶାସକ? କ'ଣ ହବ ନା ସେ ବୃତ୍ତିରେ ଇଞ୍ଜିନିୟର ଥିଲେ। ଜଣେ ଇଞ୍ଜିନିୟର ହେଇକି ମଧ୍ୟ ସେ କେତେ ବଢ଼ିଆ ରଚନା କରିଛନ୍ତି ଗଦ୍ୟ। ନେକ୍ସଟ ପ୍ରଶ୍ନ, ପ୍ରାବନ୍ଧିକ ଭୁବନେଶ୍ୱର ବେହେରାଙ୍କର ଆତ୍ମଜୀବନୀ ଗ୍ରନ୍ଥର ନାମ ଉଲ୍ଲେଖ କର। ଆତ୍ମଜୀବନୀ ଗ୍ରନ୍ଥ ତାଙ୍କର ଯେଉଁ ଅଛି ତାର ନାମ କ'ଣ? ଆନାସାରୀ ଚାଚା, କଥା ଓ ଲଥା, ନା ଶୁଣ ପରୀକ୍ଷ, ନା ଗାଁର ଡାକ? ଉତ୍ତର ହେଉଛି ଗାଁର ଡାକ। ଏ ଯେଉଁ ଗାଁର ଡାକରେ ସେ ତାଙ୍କ ଆତ୍ମଜୀବନୀ ଗ୍ରନ୍ଥ ଲେଖିଛନ୍ତି। ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ଲେଖକଙ୍କର କେଉଁ ଧରଣୀୟ ଗ୍ରନ୍ଥ? କବିତା, ଗଳ୍ପ, ପ୍ରବନ୍ଧ ନା ଭ୍ରମଣ କାହାଣୀ? ଏ ଯେଉଁ ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି, ଏଇଟା ହେଉଛି ଭ୍ରମଣ କାହାଣୀ। ପଶ୍ଚିମ ଆଫ୍ରିକା କଥା ଆଲୋଚନା କରିଛନ୍ତି। ପ୍ରାବନ୍ଧିକ ଭୁବନେଶ୍ୱର ବେହେରା କେଉଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ? ଏ କଟକ, ବି କଳାହାଣ୍ଡି, ସି କୋରାପୁଟ, ଡି ଭଦ୍ରକ? ଉତ୍ତର କ'ଣ ହେବ? ଉତ୍ତର ହେଉଛି କଳାହାଣ୍ଡି ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ ପ୍ରାବନ୍ଧିକ ଭୁବନେଶ୍ୱର ବେହେରା। ଶାସନ ପଦ୍ଧତି ଗୁଡ଼ିକ ମଧ୍ୟରେ କେଉଁ ଶାସନ ସର୍ବୋତ୍କୃଷ୍ଟ? ଗଣତନ୍ତ୍ର, ରାଜତନ୍ତ୍ର, ଏକଛତ୍ର ନା ସାମରିକ ଶାସନ? ଉତ୍ତର ହେଉଛି କ'ଣ ନା ସର୍ବୋତ୍କୃଷ୍ଟ ହେଉଛି ଗଣତନ୍ତ୍ର ଶାସନ। ଗଣଙ୍କ ଦ୍ୱାରା ଗଣଙ୍କ ପାଇଁ ଗଣଙ୍କର ଶାସନକୁ କେଉଁ ଶାସନ କୁହାଯାଏ? ଏ ରାଜତନ୍ତ୍ର, ବି ଏକଛତ୍ର, ସି ଗଣତନ୍ତ୍ର, ଡି ସାମରିକ? ତ ଉତ୍ତର ହେଉଛି କ'ଣ ନା ଗଣତନ୍ତ୍ର ଶାସନ କୁହାଯାଏ, କାହିଁକିନା ଗଣତନ୍ତ୍ର ଗଣଙ୍କ ଦ୍ୱାରା ମାନେ ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଲୋକମାନଙ୍କ ଶାସନ। ନେକ୍ସଟ ପ୍ରଶ୍ନ, ଶାସନ କହିଲେ କେଉଁମାନଙ୍କ ଉପରେ ହେଉଥିବା ଶାସନକୁ ବୁଝାଏ? ଏ ନିଜ ପରିବାର ଉପରେ, ବି ଛାତ୍ରଛାତ୍ରୀଙ୍କ ଉପରେ, ସି ପିତାମାତା ଉପରେ, ଡି ଲୋକଙ୍କ ଉପରେ? ଉତ୍ତର ହେଉଛି କ'ଣ ନା ଲୋକଙ୍କ ଉପରେ ଶାସନକୁ ବୁଝାଏ। ଲୋକଙ୍କ ଉପରେ ଶାସନକୁ ବୁଝାଏ, କାହିଁକି ନା ଏଇଟା ହେଉଛି ଲୋକଙ୍କ ଉପରେ ଶାସନ। ନେକ୍ସଟ ପ୍ରଶ୍ନ, ଲେଖକ ମକାର ଶାସନ ପଦ୍ଧତିକୁ କେଉଁ ଶାସନ କହିଛନ୍ତି? ମକାର ମାନେ ମକାର ବା ଅହଙ୍କାର ପୂର୍ଣ୍ଣ ଶାସନ ପଦ୍ଧତି। ଏ ଆଚାର ଭ୍ରଷ୍ଟ, ବି ବ୍ୟଭିଚାରଗ୍ରସ୍ତ, ସି ସୁଶାସନ, ଡି ଲୋକ ଶାସନ? ଉତ୍ତର ହେଉଛି କ'ଣ ନା ଆଚାର ଭ୍ରଷ୍ଟ ଶାସନ ବୋଲି କହିଛନ୍ତି। କେଉଁ ଶାସନ ଗଣଙ୍କ ପାଇଁ ବା ଗଣଙ୍କ ହିତ ପାଇଁ ପ୍ରଯୁଜ୍ୟ? ରାଜତନ୍ତ୍ର ଶାସନ, ସାମରିକ ଶାସନ, ଗଣତନ୍ତ୍ର ଶାସନ, ଭ୍ରଷ୍ଟାଚାର ଶାସନ? ଉତ୍ତର ହେଉଛି ଗଣତନ୍ତ୍ର ଶାସନ। କାହା ପାଇଁ ନା ଲୋକମାନଙ୍କ ପାଇଁ, ଗଣଙ୍କ ପାଇଁ, ଗଣଙ୍କ ହିତ ପାଇଁ ପ୍ରଯୁଜ୍ୟ। କେଉଁ ଶାସନ ଏହି ଗଣତନ୍ତ୍ରର ପ୍ରକୃତ ପ୍ରଧାନ ବିଶେଷତ୍ୱ ବୋଲି କୁହାଯାଇପାରେ? ଏ ଗଣଙ୍କ ଦ୍ୱାରା, ବି ଗଣଙ୍କ ପାଇଁ, ସି ଗଣଙ୍କର ବା ଡି ରାଜାଙ୍କର? କେଉଁ ଶାସନ ଏହି ଗଣତନ୍ତ୍ରର ପ୍ରକୃତ ପ୍ରଧାନ ବିଶେଷତ୍ୱ ବୋଲି କୁହାଯାଏ? ନା ଗଣଙ୍କ ଦ୍ୱାରା ଗଣଙ୍କ ପାଇଁ ମାନେ ଗଣଙ୍କ ଦ୍ୱାରା ଶାସନ। ଯେଉଁ ଗଣଙ୍କ ଦ୍ୱାରା ଶାସନ ବା ଲୋକମାନଙ୍କ ଦ୍ୱାରା ଯେଉଁ ଶାସନ, ତାହା ହିଁ ଗଣତନ୍ତ୍ରର ପ୍ରକୃତ ପ୍ରଧାନ ବିଶେଷତ୍ୱ। ଗଣତନ୍ତ୍ର ଶାସନରେ କିଏ ନିଜକୁ ନିଜେ ଶାସନ କରନ୍ତି? ଏ ରାଜା, ବି ପୁଞ୍ଜିପତି, ସି ଲୋକେ, ଡି ଶୋଷକ? ଉତ୍ତର ହେଉଛି ଲୋକେ ନିଜକୁ ନିଜେ ଶାସନ କରନ୍ତି ଏହି ଗଣତନ୍ତ୍ର ଶାସନରେ। କେଉଁ ଶାସନରେ ଶାସକ ଓ ଶାସିତ ଏକ ଅଭିନ୍ନ? ଏ ରାଜତନ୍ତ୍ର, ବି ଗଣତନ୍ତ୍ର, ସି ଏକଛତ୍ରବାଦ, ଡି ଭ୍ରଷ୍ଟାଚାର? ମାନେ ଶାସକ ଆଉ ଶାସିତ ଏକ ଅଭିନ୍ନ। ମନେ ରଖିବ, ଶାସକ ଆଉ ଶାସିତ ଏକ ଅଭିନ୍ନ। ଏଇଟା ହେଉଛି କ'ଣ ନା ଗଣତନ୍ତ୍ର ଶାସନରେ। କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନପାରେ? ମାନେ ଦାସ ବି ନାହାନ୍ତି, ଶୋଷକ ନାହାନ୍ତି, ଆଉ ଶୋଷିତ ବି ନାହାନ୍ତି। କୋଉଠି? ଗଣତନ୍ତ୍ର, ରାଜତନ୍ତ୍ର, ସାମରିକ ନା ରାଜାର ଯୋଡ଼ା? ଉତ୍ତର ହେଉଛି କ'ଣ ଗଣତନ୍ତ୍ର ଶାସନରେ। ନେକ୍ସଟ ପ୍ରଶ୍ନ, ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ୱାଧୀନତା ଲାଭ ସଙ୍ଗେ ସଙ୍ଗେ କାହାର ପ୍ରଗତି ଗଣତନ୍ତ୍ର ଶାସନର ସ୍ୱାଭାବିକ ପରିଣତି ବୋଲି ଯୁକ୍ତି କରାଯାଏ? ବ୍ୟକ୍ତିଗତ, ରାଜନୈତିକ ନେତା, ପୁଞ୍ଜିପତି, ସମଷ୍ଟିଗତ? ଉତ୍ତର ହେଉଛି ସମଷ୍ଟିଗତ। ଏଠି କ'ଣ ନା ସମଷ୍ଟିଗତ, ନାଇଁ କି କାହାର ପ୍ରଗତି ନା ସମଷ୍ଟିଗତ ପ୍ରଗତି, ମାନେ ସମସ୍ତଙ୍କର ପ୍ରଗତି। ନେକ୍ସଟ ପ୍ରଶ୍ନ, ଛୁଆଁ ଅଛୁଆଁର ପୀଠସ୍ଥଳୀ ରୂପେ ଲେଖକ କେଉଁ ଦେଶକୁ କହିଛନ୍ତି? ଦକ୍ଷିଣ ଆଫ୍ରିକା, ଭାରତ, ଇଂଲଣ୍ଡ ନା ଆମେରିକା? ଛୁଆଁ ଅଛୁଆଁ ପୀଠସ୍ଥଳୀ
माने एटी जाति प्रथा कथा कहिसंती जाति प्रथा माने भारत छुआ छुआर पीठस्थली भारत में सामाजिक न्याय किपरि लंकार हरिशब्द परी न्यायसम्मत सर्वविवादी सम्मत खंडाधारे चलिबा परी माने कहाइछि लंकार हरिशब्द परी कौन ना जोटी छुआ अछुआ पीठस्थली भारत वर्ष रे सामाजिक न्याय लंकार हरिशब्द परी पुंजीपतिर विशाल प्रासाद और भिकारीर पत्र कुड़िया तथा रास्ता कड़ मध्य केउ समतार आशा केवल कल्पनार विलास ए सामाजिक समता तापरे न्यायगत सी अर्थनैतिक डी सांस्कृतिक उत्तर कौन हम ना अर्थनैतिक न्याय एटी अर्थनैतिक न्याय गोटे केवल आशा करने वृथा आशा करने छड़ा आउ कि नुहे एटा हूँ कल्पनार विलास कुसंस्कार पूर्ण केउ समाज रे व्यक्तिगत अधिकार चिलिका माछ परी स्वप्निल और दुष्प्राप्य नीतिहीन शिक्षा विहीन संस्कृति विहीन श्रृंखला विहीन ताले कुसंस्कार पूर्ण केउ समाज रे ना शिक्षा विहीन समाज रे जोटी शिक्षा नाही एजुकेशन नाही। नेक्स्ट प्रश्न केउ प्रगति को लेखक आकाश कइया परी कोपोल कल्पित बोली कहिचंती व्यक्तिगत सांस्कृतिक समष्टिगत सामाजिक केउ प्रगति को नहीं केउ प्रगति को ना समष्टिगत प्रगति को माने समस्ते प्रगति करिबा समष्टिगत प्रगति को लेखक आकाश कइया परी कोपोल कल्पित बोली कहिचंती। कुसंस्कार पूर्ण साधारण शिक्षा विहीन समाज रे व्यक्तिगत अधिकार को लेखक केउ भावना सह तुलना करछंती लंकारे हरिशब्द चिलिका माछ परी स्वप्निल और दुष्प्राप्य सी आकाश कइया डी कल्पनार विलास माने कुसंस्कार पूर्ण साधारण शिक्षा विहीन समाज रे व्यक्तिगत अधिकार केमितिया ना चिलिका माछ परी स्वप्निल और दुष्प्राप्य। नेक्स्ट प्रश्न लेखक समष्टिगत प्रगति को केउ भावना सह तुलना देइछंती लंकारे हरिशब्द गोदरी कोड़े जेते माड़े सेते आकाश कइया जेसाकु तेसा समष्टिगत प्रगति को केउ भावना ना आकाश कइया भावना सहित तुलना करछंती। आम देश रे केउ विषय रे पर्यालोचना केवल तात्विक और पोथीगत केउ विषय रे गणतंत्र शासन विषय रे राजतंत्र शासन विषय रे पुंजीपति शासन एकछत्रवाद शासन उत्तर होची गणतंत्र शासन विषय रे आमे केवल तात्विक तत्व अर्थ रे आलोचना करू पोथीगत आलोचना करू। नेक्स्ट प्रश्न केउ शासनर अर्थ नुहे जे जनतार समस्ते व्यक्तिगत भावे सीधा सड़क शासनकर्ता हेबे और निजे निजको शासन करी बसिबे केउ शासनर अर्थ नुहे गणक पाई गणकर गणक द्वारा व्यक्तिगत शासन उत्तर होची कौन ना गणक द्वारा शासनर अर्थ नुहे जे जनतार समस्ते व्यक्तिगत भाव में सीधा सड़क शासनकर्ता हेबे और निजे निजको शासन करी बसिबे। तो पिला माने एठी आमे आलोचना कलु बहुत गुड़े एमसीक्यू प्रश्न जोड़े कि भल लगी समस्त शेयर करिवो रहिली बंदी उत्कल जननी।